ଦୁର୍नीତି ଓ ଜନସେବା ଦେଖିବାକୁ ସାତ ସପନ ପାଲଟିଛି ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦର 5 ନମ୍ବର ୱାର୍ଡରେ। ଯେଉଁ ୱାର୍ଡ ହେଉଛି ଅଧ୍ୟକ୍ଷା ରୀନା ବେହେରାଙ୍କ ୱାର୍ଡ। ହେଲେ ଏଠି ସମସ୍ୟା କହିଲେ ନ ସରେ। କେତେବେଳେ ଅଳିଆ ଆବର୍ଜନା ତ କେତେବେଳେ ଅନେକ ମୌଳିକ ଅଧିକାର। ଏମିତିକି ୱାର୍ଡରେ ବିପୁଳ ପରିମାଣରେ ଦେଶୀ ମଦ ବ୍ୟବସାୟ ବ୍ୟାପକ ହେବା ଫଳରେ ବିଭିନ୍ନ ପ୍ରକାର ଅସନ୍ତୋଷ ଦେଖାଯାଉଥିବା ହିନ୍ଦୋଳ ଉପଖଣ୍ଡ ତଥା 5 ନମ୍ବର ୱାର୍ଡବାସୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା ଅଭିଯୋଗ ଆଣିଛନ୍ତି। ଏମିତି ଯୋଜନାରୁ ବଞ୍ଚିତ ଅଛି ଅଧ୍ୟକ୍ଷାଙ୍କ 5 ନମ୍ବର ୱାର୍ଡ ଧୁନ୍ଦିନାଳି ଗ୍ରାମ। କିନ୍ତୁ ବଢି ଚାଲିଛି ଅରାଜକତାର ପରିବେଶ। ନିର୍ବାଚନ ସମୟରେ ଆକ୍ରୋଶ ପାଲଟିଛି ବିଜେଡି ସରକାରଙ୍କ ଯୋଜନାର ଖେଳଘର। ଯାହାକୁ ଅଧ୍ୟକ୍ଷା ଭାବି ନେଇଛନ୍ତି ବିରୋଧୀ, ସେହି ଗରିବଙ୍କୁ ଘରଟିଏ ବି ହେବା ପାଇଁ ବାଧା ସୃଷ୍ଟି କରୁଛନ୍ତି। ଗୋଟେ ପ୍ରକାର ରାଜ୍ୟ ସରକାର ନବୀନ ସରକାରଙ୍କ ସୁନ୍ଦର ଓଡ଼ିଶା ଗଠନରେ ବାଧା ସହିତ ବିଜେଡି ବିରୋଧୀ ସୃଷ୍ଟି କରୁଛନ୍ତି ଖୋଦ୍ ଅଧ୍ୟକ୍ଷା ରୀନା ବେହେରା। ଗ୍ରାମରେ ବହୁତ ଲୋକ ଏମିତି ଭାବରେ ସରକାରୀ ଯୋଜନାରୁ ବଞ୍ଚିତ। ଏଠି ଅଧ୍ୟକ୍ଷାଙ୍କ ପରିବାର ପଣିଆ ଆମ ଗାଁ ଆମ ବିକାଶ 3T 5T ମୋ ସରକାର ସବୁ ହେଇଯାଉଛି ଅଧ୍ୟକ୍ଷାଙ୍କ ଆକ୍ରୋଶର ଭିତ୍ତିଭୂମି। ଗ୍ରାମରେ ଏକମାତ୍ର ସରକାରୀ ପୋଖରୀ, ସେଥିରେ 2ଟି ୱାର୍ଡ ନିର୍ଭରଶୀଳ। ପାଖରେ ରହିଛି ବ୍ରାହ୍ମଣୀ ଶାସନର ଶ୍ମଶାନ। କେବେ ବି ସେ ପୋଖରୀ ଅପରିଷ୍କାର ଥିଲେ ମଧ୍ୟ ସ୍ୱଚ୍ଛତାର ବାସ୍ନା ସେଠାରେ ପହଞ୍ଚି ନାହିଁ। ହେଲେ କିଛି ଠିକାଦାରଙ୍କୁ ଖୁସି କରାଇବା ପାଇଁ ଜଣେ ଦକ୍ଷ ପରିଷଦ ବୁଦ୍ଧିରେ ପରିଚାଳିତ ହୋଇ କେନାଲ ରାସ୍ତା ବାହାରେ ରାସ୍ତାକୁ ଭାଙ୍ଗି 2 ଭାଗ କରିଦେଇଛନ୍ତି। ଅଧ୍ୟକ୍ଷାଙ୍କ ଆଦେଶରେ ପୋଖରୀରୁ ମେସିନ ସାହାଯ୍ୟରେ କାଟି ପାଣି ସଫା କରାଯାଉଥିବା ଅଭିଯୋଗ ହୋଇଛି। କାରଣ ଅଧ୍ୟକ୍ଷା ୱାର୍ଡରେ ବିନା ଟେଣ୍ଡରରେ ପୋଖରୀ ରାସ୍ତା ପାଣି ଛାଡ଼ିଦେବା ସେତେଟା ସହଜ ନୁହେଁ। ତାକୁ ନେଇ ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ ପୋଖରୀ ପାଇଁ କୌଣସି ଟେଣ୍ଡର ହୋଇନାହିଁ ଜଣାଇବା ସହିତ ଖବର ପାଇ ପୋଖରୀ ପାଖକୁ ଯାଇ କାମ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ସିଧାସଳଖ କୁହାଯାଇପାରେ ଅଧ୍ୟକ୍ଷାଙ୍କ ଆଦେଶରେ ସମସ୍ତଙ୍କ ସ୍ୱାର୍ଥକୁ ପୋଖରୀକୁ କାଟି ପାଣି ସାରିଦେଲେ। ଏମିତିକି ଅଧ୍ୟକ୍ଷାଙ୍କ ଗ୍ରାମ ଅଳିଆ ଆବର୍ଜନାରେ ଭର୍ତ୍ତି, ନାଳରେ ପୋଚ, ରାଜ୍ୟ ସରକାରଙ୍କ ଯୋଜନା ଫେଲ୍, ଏମିତି ଆହୁରି ଅନେକ ଦୁର୍ନୀତି ବଢି ଚାଲିଛି। ଗାଁରେ ଇନ୍ଦିରା ଆବାସ 5,000ରୁ 10,000 ଟଙ୍କା ନଦେଲେ ୱାର୍କର ଦିଆଯାଉ ନାହିଁ। କିନ୍ତୁ ବହୁତ ଲୋକଙ୍କୁ ରାଜନୈତିକ ଆକ୍ରୋଶ ରଖି ତାଙ୍କର ବିଲ୍ କରାଯାଉ ନାହିଁ ଏବଂ ସରକାର ଜାଗିରେ ଘର କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଆଉ ନିଜେ ନିଜ ଜମିରେ ଘର କରିବା ପାଇଁ ଦେଇଥିଲେ ମଧ୍ୟ ସେଇଟାକୁ ବହୁତ ଦିନ ବିତଉଛନ୍ତି। ବାରମ୍ବାର କହିଲା ସତ୍ତ୍ୱେ ସେମାନେ ଅବହେଳା କରିଚାଲିଛନ୍ତି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏବଂ କଲେକ୍ଟର, ଆମର ସବ୍ କଲେକ୍ଟର, ବିଭାଗୀୟ ଅଫିସର ମାନେ ଏଥିପ୍ରତି ଧ୍ୟାନ ନଦେଲେ ଆମର ଏଇ 5 ନମ୍ବର ୱାର୍ଡଟି ବିଶୃଙ୍ଖଳିତ ଅବସ୍ଥାରେ ରହିବ। ଏହା ଏଠୁ ଆମେ NSCର 5 ନମ୍ବର ୱାର୍ଡର ଅଧ୍ୟକ୍ଷ ଭାବରେ ଅଛନ୍ତି। ସେ ମଧ୍ୟ ଯେହେତୁ ନିଜର ଗାଁ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। 1 ବର୍ଷରୁ ଅଧିକ ହେବ ଅଧ୍ୟକ୍ଷାଙ୍କ ଦସ୍ତଖତ ଚାଲ କରି ତତ୍କାଳ ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ର ଓ ଆକାଉଣ୍ଟାଣ୍ଟ ଗୋପାଳ ଅଗ୍ରୱାଲ ପାନୀୟ ଜଳ ପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କାର ଘୋଟାଲାକୁ ହିନ୍ଦୋଳ ଉପଖଣ୍ଡ ଥାନାରେ ଏତଲା ଦେଇଥିଲେ। ହେଲେ 1 ବର୍ଷ ହେଲେ ତଦନ୍ତ ଶୂନ୍ୟ ଥିଲେ ମଧ୍ୟ ଅଧ୍ୟକ୍ଷା କାହିଁକି ଚୁପ୍ ରହିଛନ୍ତି? ଏମିତି ବହୁତ ଯୋଜନା କେବଳ 5 ନମ୍ବର ୱାର୍ଡ ନୁହେଁ, ସାରା ବିଜ୍ଞପିତ ଅଞ୍ଚଳ ପରିଷଦରେ ହେଉଥିବା ଆଲୋଚନାର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ଏଇଟା ରାତି ଅଧିଆ ଗୋଟେ ମେସିନ ଲଗେଇକିରି ଖୋଳି ଦିଆହେଇଛି। ଲୋକ ଜାଣିନାହାନ୍ତି। ରାତି ସକାଳ ହେଲା ବେଳେ ଦେଖିଲେ ଯେ ଖୋଳା ହେଇଛି। ନା କ'ଣ ହେଇଛି ନା ବନ୍ଧ କାମ ହବ। ଏଇଟା ନିରାଟ ସତ୍ୟ କଥା। କାହିଁକି ଯୋଉମାନେ ତାଙ୍କ ପାଖ ଲୋକ ତାଙ୍କର ଜମି ନଥିଲେ ବି ତାଙ୍କୁ ଘର ଯୋଗେଇ ଦିଆଯାଉଛି, କିନ୍ତୁ ଯାହାର ଜଣେ ପାଇବା ଯୋଗ୍ୟ ବ୍ୟକ୍ତି ତାଙ୍କୁ ସେଥିରୁ ନିବୃତ୍ତ ରଖାହଉଛି। ଦିଆଯାଉନି ଆକ୍ରୋଶକ ଭାବରେ କାହିଁକି ମଧ୍ୟ ଭୋଟ ଦେଲେନି ବୋଲି। ଯଦି ଉଦ୍ଦିଷ୍ଟ ସମୟରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଯାଞ୍ଚ କରିବେ ତେବେ ବହୁତ ତଥ୍ୟ ପାଇବା ସହିତ ଦୋଷୀ ଦଣ୍ଡ ପାଇପାରନ୍ତି ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ଭାବମୂର୍ତ୍ତି ସାଧାରଣରେ ଚର୍ଚ୍ଚିତ ହୋଇ ରହିପାରନ୍ତା ଏବଂ ସାଧାରଣ ଜନତା ସୁବିଧା ପାଇପାରନ୍ତି। ହିନ୍ଦୋଳ NSC 5 ନମ୍ବର ୱାର୍ଡରେ ରହିଛି ବିଭିନ୍ନ ସମସ୍ୟା। ତାକୁ ନେଇ ଆମେ ଦେଖା କରିଥିଲୁ ଜଣେ କଂଗ୍ରେସ କର୍ମୀଙ୍କ ସହିତ। ସେ ଗାଁର ଜଣେ ସମାଜସେବୀ କହିଲେ ଚଳେ। ସେ ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆମକୁ ଅବଗତ କରିଥିଲେ। ତ ଆଜି ବି ଦେଖିଲେ ପ୍ରକୃତରେ ସେଇଆ ହିଁ ହେଇଛି। ଏ ସୁବିଧା ତାଙ୍କୁ କେବେ ମିଳିପାରିବ, କ'ଣ ମିଳିବ, ଲୋକ ଚାତକ ପକ୍ଷୀ ଭଳି ଅନେଇ ବସିଛନ୍ତି। ହିନ୍ଦୋଳରୁ ନିରୋଜ କୁମାର ପାଳଙ୍କ ରିପୋର୍ଟ, TVPCR।